ତାଙ୍କର ସିଂହାସନ ନିକଟ ଆସିବା ପାଇଁ ସେ ସୁଯୋଗ ଦେଲେ। ଯେତେବେଳେ ଏଇ ନୂଆ ବର୍ଷ ପାଇଁ ବାକ୍ୟ ତିନୋଟି ପ୍ରସ୍ତୁତ ହେଇଥିଲେ, ପ୍ରଥମ ବାକ୍ୟ ଥିଲା ଯୋହନ ଲିଖିତ ମଙ୍ଗଳ ସୁସମାଚାର, ତାର ପ୍ରଥମ ପର୍ବ ପ୍ରଥମ ପଦରୁ 12 ପଦ ମଧ୍ୟରେ ତାକୁ ଗ୍ରୀକ ଭାଷାରେ କୁହାଯାଏ ଏନାର୍କେ ଏନୋଲୋଗସ୍, ଅର୍ଥାତ୍ ଆଦ୍ୟରେ ବାକ୍ୟ ଥିଲେ। ଯେଉଁ ବାକ୍ୟରେ କି ପରମେଶ୍ୱର ପୃଥିବୀକୁ ନିର୍ମାଣ କଲେ ଏବଂ ତାଙ୍କୁ ନିର୍ମାଣ କରିବା ପାଇଁ 6 ଦିନ ସମୟ ଲାଗିଲା, ସେଇ ବାକ୍ୟ ସେଇ ଦେହ ଭକ୍ତ। ଯଦି ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ହୋଇନଥାନ୍ତା, ତେବେ ଆଜି ପ୍ରାପ୍ତି ମଧ୍ୟାହ୍ନ ସମୟରେ ଆମେ ତାଙ୍କ ନିକଟରେ ଏକତ୍ର ହେଇଥାନ୍ତୁ। ଯେହେତୁ ସେ ଜନ୍ମ ଲାଭ କଲେ, ଯେହେତୁ ସେ ଆମମାନଙ୍କର ପାପ ନିମନ୍ତେ କାଲପରି କ୍ରୁଶ ପର୍ଯ୍ୟନ୍ତ ସେ ଗଲେ, କେବଳ କ୍ରୁଶ ପର୍ଯ୍ୟନ୍ତ ଗଲେ, ତାହେଲେ ମୃତ୍ୟୁ ପରେ ଦିନ ପରେ ଉଠିଲେ, ପ୍ରମାଣିତ କଲେ ସେ ଜୀବିତ ପରମେଶ୍ୱର। ସେଥିପାଇଁ ଆମେ ଜଣେ ଜୀବିତ ପରମେଶ୍ୱରଙ୍କର ସେବା ପ୍ରଶଂସା ଆରାଧନା କରୁଛୁ। ଆଉ ଏଇଥିରେ ଲେଖା ଅଛି ଯେ ସମସ୍ତ ବିଶ୍ଵ ତାଙ୍କ ଦ୍ୱାରା ସୃଷ୍ଟ ହୋଇଅଛି। Everything has been created by Father God. ଜୀବିତ ପରମେଶ୍ୱର, ପିତା ପରମେଶ୍ୱର ତାଙ୍କର ସେ ବାକ୍ୟକୁ ସେ ପ୍ରେରଣ କଲେ, ପ୍ରେରଣ କରିକି ସମଗ୍ର ପୃଥିବୀକୁ ସେ ନିର୍ମାଣ କଲେ। ହାଲେଲୁୟା। ସେ ଆମମାନଙ୍କୁ ମଧ୍ୟ ଆମମାନଙ୍କର ପିତା ମାତାଙ୍କର ଔରସରୁ ସେ ନିର୍ମାଣ କରିଅଛନ୍ତି। ପ୍ରେଜ୍ ଦ ଲର୍ଡ। ଆଉ ଆମମାନେ ପରମେଶ୍ୱରଙ୍କର ହସ୍ତରେ ଅତ୍ୟନ୍ତ ବହୁମୂଲ୍ୟ ଅଟେ। We are precious in the sight of God. କେହି ମଧ୍ୟ ଆମମାନେ ନିଜକୁ ତୁଚ୍ଛ ଜ୍ଞାନ କରିପାରିବୁ ନାହିଁ। କେହି ମଧ୍ୟ ଆମେ କହିପାରିବୁ ନାହିଁ ଯେ ପ୍ରଭୁ ଯୀଶୁ ମତେ ପ୍ରେମ କରୁନାହାନ୍ତି। Jesus loves you. ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ସେ ପ୍ରେମ କରନ୍ତି। ଯଦି ଆମେ ଦେଖିବା ସେ ଏପି ପୁସ୍ତକରେ ଲେଖା ଅଛି ପ୍ରେମ ବିଷୟରେ ଲେଖା ଅଛି। ଅନେକ ପ୍ରକାର ସେ ଚରିତ୍ର ବିଷୟରେ ଲେଖା ଅଛି। ପ୍ରେମ ଏ ପ୍ରକାର କାର୍ଯ୍ୟ କରେ ନାହିଁ। ଆଉ ଏଇ ସମସ୍ତ ବିଷୟ ଆମେ ଦେଖୁଛୁ ସେ ଲଭ ବିଷୟରେ ମତେ ଲେଖା ଅଛି। କିନ୍ତୁ ଈଶ୍ୱରଙ୍କର ପ୍ରେମର ଗୁରୁତ୍ୱତା ହଉଛି ଯେ ସେ ତାଙ୍କର ପୁତ୍ରଙ୍କୁ ସେ ଆମମାନଙ୍କର ପାପ ନିମନ୍ତେ ପଠାଇ। ଆମେ ଦେଖୁଛୁ କିଛି ଦିନ ତଳେ ଆମେ ପବିତ୍ର ଜନ୍ମାଷ୍ଟମୀକୁ ଆମେ ପାଳନ କରିଛୁ। ଆମମାନଙ୍କ ଜୀବନରେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ସେ ପ୍ରେମକୁ, ପିତା ପରମେଶ୍ୱରଙ୍କର ପ୍ରେମକୁ ଆମେ ଜାଣିବାକୁ ପାରିଲୁ। ତାଙ୍କର ପୁତ୍ରଙ୍କ ମାଧ୍ୟମରେ ସେ ଆମମାନଙ୍କୁ ପ୍ରେମ କରିଛନ୍ତି। ଆଉ ଯଦି ଯୀଶୁଖ୍ରୀଷ୍ଟ ନିଜକୁ ନମ୍ର କରିନଥାନ୍ତେ, ଯଦି ସେ ଧରାପୃଷ୍ଠକୁ ଆସି ନଥାନ୍ତେ, ତେବେ ସମଗ୍ର ମନୁଷ୍ୟ ଜାତି ପାପରେ ବିନଷ୍ଟ। ଯଦି ଆମେ ଦେଖିବା ଆଦି ପୁରାତନ ନିୟମରେ ବ୍ୟବସ୍ଥା ପୁସ୍ତକରେ ଯେତେବେଳେ ଲୋକମାନେ ପାପ କରୁଥିଲେ, ଆଉ ସେତେବେଳେ ସେମାନଙ୍କୁ ସବୁ ପଶୁମାନଙ୍କର ରକ୍ତକୁ ଆଣିକି ବେଦୀ ନିକଟରେ ରଖାଯାଉଥିଲା। ଆଉ ସେ ପ୍ରଧାନ ଯାଜକ ସେ ଆସିକି ସେମାନଙ୍କର ପାପ କ୍ଷମା ନିମନ୍ତେ ସେ ପ୍ରାର୍ଥନା କରୁଥିଲେ। କିନ୍ତୁ ଆଉ ଯେତେବେଳେ ପାପର ସେ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇଲା, ଯୀଶୁଖ୍ରୀଷ୍ଟଙ୍କର ଆଉ ସେ କଣ ପାପ ନିମନ୍ତେ ମୃତ୍ୟୁବରଣ କରିବାର ଆବଶ୍ୟକ ଥିଲା। ଆଜି এই ମଧ୍ୟାହ୍ନ ସମୟରେ ଆମେ ଜାଣିଥିବା ଆବଶ୍ୟକ ଯେ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ସେ ପାପର ବନ୍ଧନରୁ ମୁକ୍ତ କରିବା ପାଇଁ ସେ ଆମମାନଙ୍କୁ ସେ କଣ କଲେ, ତାଙ୍କର ସେ ଚୂଡ଼ାନ୍ତ ପ୍ରେମ ସେ ଦେଲେ, ଯାହାକି ଯୋହନ ଲିଖିତ ମଙ୍ଗଳ ସୁସମାଚାରରେ ମଧ୍ୟ ଲେଖା ଅଛି। ଆଉ ସେ ଲେଖା ଅଛି ଯେ ସେ ଜଗତ ତୁମମାନଙ୍କୁ ଘୃଣା କରେ, କିନ୍ତୁ ତୁମମାନଙ୍କୁ ଘୃଣା କରିବା ପୂର୍ବରୁ ସେ ମତେ ଘୃଣା କରିଅଛି ବୋଲି ହେଜ। The world hates you. ଯୋହନ ଲିଖିତ ମଙ୍ଗଳ ସୁସମାଚାର 15 ପର୍ବର 18 ଲେଖା ଅଛି। ତାପରେ ସେ କହୁଛନ୍ତି ତୁମାନେ ମତେ ମନୋନୀତ କରିନାଅ, କିନ୍ତୁ ମୁଁ ତୁମମାନଙ୍କୁ ମନୋନୀତ କରିଅଛି। I have chosen you. ଆଜି ଏ ମଧ୍ୟାହ୍ନ ସମୟରେ ଆମେ ଜାଣି ରଖିବା ଆବଶ୍ୟକ ଯେ ଯୀଶୁ ଆମମାନଙ୍କୁ ସେ ବାଛିଅଛନ୍ତି। ଆଉ ସେ ପ୍ରଥମ ଗୀତରେ ମଧ୍ୟ ଲେଖା ଅଛି ଯେ you are a chosen generation and royal priesthood. ତୁମେ ଏକ ମନୋନୀତ ବଂଶ, ରାଜକୀୟ ଯାଜକ ବର୍ଗ ଅଟ। ଆମେ ଦେଖୁଛୁ ଯେ ଇତିହାସରେ ଆମମାନଙ୍କର ସ୍ଥାନକୁ ନିରୂପଣ କରିବା ପାଇଁ ପ୍ରଭୁ ଶ୍ରୀଖ୍ରୀଷ୍ଟ ଧରା ପୃଷ୍ଠରେ ଜନ୍ମ ଲାଭ କଲେ। ଆଉ କେବଳ ଲେଖା ଅଛି ସେ ପ୍ରଥମ ପିତରର 2 ପର୍ବର 9 ପଦରେ, କିନ୍ତୁ ଯେ ତୁମମାନଙ୍କୁ ଅନ୍ଧକାରରୁ ଆପଣା ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି, ତୁମେମାନେ ଯେପରି ତାଙ୍କର ଗୁଣ କୀର୍ତ୍ତନ କର, ଏଥିନିମନ୍ତେ ତୁମେ ଏକ ମନୋନୀତ ବଂଶ, ରାଜକୀୟ ଯାଜକ ବର୍ଗ, ପବିତ୍ର ଜାତି, ଈଶ୍ୱରଙ୍କ ନିଜସ୍ୱ ପ୍ରଜା ହୋଇଅଛନ୍ତି। A holy nation
प्रभु गोटे मंडित वंश करने को चाहती इस्राएल को से गोटे संपूर्ण मंडित वंश करने चाहती राजकीय याजक वर्ग से याजक वर्ग मान कौन किसर अभाव हो ओनली नेशन एक पवित्र जाति पुणे ईश्वर निजस्व प्रजा गॉड्स ओन सिटीजन आज चारोटी कैरेक्टर देखी प्रभु आमान को से बाछी अछंती तापर 8 पदरे से कथा पितर 2 पद 8 पद लिखा अछि जे ही इज स्टम्बलिंग स्टोन जो माने यीशु ख्रीष्ट को ग्रहण करती नहीं समान को जीवन पाई यीशु ख्रीष्ट एक बाधाजनक भ्रष्टर ओ एक विघ्नजनक पास्टर स्वरूप आज दुनिया रे अनेक प्रकार क्षमतापूर्ण व्यक्ति मान अछंती अनेक प्रकार बड़ बड़ राष्ट्रज्ञ माने अछंती अनेक बुद्धिजीवी मान अछंती सेमानक जीवन रे यीशु ख्रीष्ट जे बाधाजनक भ्रष्टर ही इज स्टम्बलिंग ब्लॉक आज हमारे जीवन रे हमने कहबे जे मो जीवन रे यीशु ख्रीष्टकर कोनसी आवश्यकता नहीं तेबे हमारे निजको उच्चारण करूछु हालेलुया बाइबल लिखा जे प्रभु पुस्तक समस्त पाप करियछंती एवं ईश्वरकर महिमानु माने गुणा करियछंती ऑल हैव कमिटेड सिन एंड फॉल शॉर्ट ऑफ द ग्लोरी ऑफ गॉड आउ सिनि पाई हमने से पाप रु उद्धार पाइबा पाई यीशु ख्रीष्ट को ग्रहण करिबार आवश्यक रहिछि एई नूतन वर्षर प्रथम दिवस रे प्रभु चाहती आमानकु तांको ठारे अपेक्षा करिबा तांको निकट रे श्री माइके में कहू तुमी मते साहाय्य कर कि प्रकार भाबरे आज रे दिनटी मते भाई करबी कि प्रकार भाबरे एई वर्ष को तुमरी गाइडेंस रे हम कोन करू चालिबा को पारिबी प्रेज द लॉर्ड जेते मन खाली पितर को सहित अन्य शिष्य माने आ से गंगार थिले आ यीशु ख्रीष्ट भोग जाता समय से समुद्र कूळ पर चाली के आ लोक माने शिष्य माने भाबिले पते भूत देखो छथि आ कि जणे शिष्य से समुद्र पर को से ले ख्रीष्ट कले आ से पानी रे बुड़ जाउ तो पितर में काहे कि अविश्वास कलो प्रभु आज हम आज ये समय आमानकर विश्वास से परीक्षा करबा को चाहती ही वांट्स टू सी आवर फेथ आमानकर समस्या समय आमानकर विभिन्न प्रकार सिचुएशन समय प्रभु श्री कृष्ण को ठारे आमानकर विश्वास की प्रकार रही छी वाक्य रे लिखा अछि तुमानकर एवरीथिंग लिखा अछि परिशोधना पर विश्वास रहिबो तबे समस्त विश्वास संभव अटे जहाँ किसी हमारे असंभव पर देखो जहाँ किसी हमारे भावुछु कि प्रभु के कार्य कर पाइबे नहीं मो तरह इस कार्य हे पर नहीं प्रभु कहते विश्वास द्वारा समस्त किछि संभव हालेलुया आमानकर ख्रीष्टीय विश्वास मत होछि गोटे अनुभूति अता आमानकर अनुभूति पर स्थापित अटे आमानकर जीवन रे हमने यीशु ख्रीष्ट को कि प्रकार रूपे हमने जानिबा को पारिले कि प्रकार भाबरे आमान को कथा कहछथि को बालक द्वारा को भाई को द्वारा सान कथा कहथि ता होचा मानकर गोटे पर्सनल एक्सपीरियंस हालेलुया तो आमान को जीवन रे भिन्न भिन्न भाबरे से कथा कहथि जने भौणी को से गोटे कथा कहले आउ जण भाई को से आउ गोटे एक्सपीरियंस द्वारा से कथा कहथि हालेलुया किंतु से कथा के बारे परमेश्वर हालेलुया दैनिक खबर कागज रे अनेक गुडे न्यूज हमने पढिबा को पाछु किंतु बाइबल रे जो विषय लिखा अछि ता सफल होछि हालेलुया आ जा कि सफल हे नहीं ता दिने सफल हेबाक जाउछि कारण वाक्य लिखा अछि आकाश मंडल एवं पृथ्वी लोप पाइबो किंतु परमेश्वरंकर वाक्यर गुटी बिंदु मात्र लोप हेबो नै हालेलुया पिला माने जेते बडे स्कूल कॉलेज रे पढंती अनेक प्रकार से माने बही पढंती को नै से माने बही पढिबे नै बोली कारण माने परीक्षा दक पढिबो परीक्षा रे भलो परसेंटेज रखिया पढिबो किंतु बाइबल एक प्रकार गुटे बही जो बही रे की जहाँ लिखा अछि ताहा सफल होछि हालेलुया यह आमानकर जीवन रे गुटे गुरुत्वपूर्ण विषय जे माने कि प्रकार भाबरे विजन लिखित मंगल सुसमाचार एक पर लिखा अछि जैसे कोन निजे ज्योति नथिले किंतु ज्योति भितरे साक्ष्य देवा निमंते He was not the light, से जोन किंतु से ज्योति भितरे साक्ष्य देवा निमंते आथिले ए ज्योति की अटंती ए ज्योति होछंती यीशु ख्रीष्ट कहले मो निकट को आस मु तुमको जगतर ज्योति देखाइबी कम टू मी एंड आई विल शो यू द लाइट ऑफ द वर्ल्ड ए जगतर आलोक केवल यीशु ख्रीष्ट को ठारे रही अछि कोटि कोटि लोक मानकर आत्मिक जीवन रे ज्योति
ଯୀଶୁଖ୍ରୀଷ୍ଟଙ୍କ ଠାରେ ରହିଅଛି। ହାଲେଲୁୟା। ତ ସେମାନଙ୍କ ଜୀବନରେ ସେମାନେ ଯଦି ଯୀଶୁଖ୍ରୀଷ୍ଟ ଗ୍ରହଣ ନ କରିବେ ତେବେ ସେମାନଙ୍କ ଜୀବନ ପାଇଁ ଅନନ୍ତ ମୃତ୍ୟୁ ରହିଅଛି। ହାଲେଲୁୟା। ହୁଏତ ଆମେ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିକି ଅନନ୍ତ ସ୍ୱର୍ଗ ମଧ୍ୟରେ ପ୍ରବେଶ କରିବୁ, ନଚେତ ଆମେ ଯୀଶୁଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କରି ଅନନ୍ତ ନରକରେ ଆମେ ନିକ୍ଷିପ୍ତ। କାରଣ ଅନ୍ୟ କୌଣସି ନାମରେ ସେ ପାପ କ୍ଷମା ସାଲଭେସନ ଇନ୍ ଦ ନେମ୍ ଅଫ ଜିସସ୍। ତେଣୁ ଏଇ ବର୍ଷରେ ଆଉ ଆମେ ଗୋଟେ ବିଷୟ ଦାବି କରିବା ଆବଶ୍ୟକ ଯେ ମୁଁ ଯୀଶୁଖ୍ରୀଷ୍ଟଙ୍କ ସହିତ କଣ କରିବି? କାର୍ଯ୍ୟ କରିବି। ଓ ୱାର୍କର ୱିଥ୍ ଲର୍ଡ ଜିସସ୍। ହାଲେଲୁୟା। ଯେତେବେଳେ ଯୀଶୁଖ୍ରୀଷ୍ଟ ତାଙ୍କର ସେବା କାର୍ଯ୍ୟ ମଧ୍ୟରେ 12 ଜଣ ଶିଷ୍ୟମାନଙ୍କୁ ବାଛିଲେ, ଜଣେ ଶିଷ୍ୟଙ୍କୁ ଛାଡ଼ି 11 ଜଣ ଶିଷ୍ୟଙ୍କ ଦ୍ୱାରା ସମାଚାର ପ୍ରଚାର କାର୍ଯ୍ୟ ସମଗ୍ର ପୃଥିବୀରେ ଶିଖାଇଲେ। ହାଲେଲୁୟା। লিখনে পুস্তকে লেখা আছে, কଣ লেখা ଅଛି? বল দ্বারা নୁହେଁ, ପରାକ୍ରମ ଦ୍ୱାରା ନୁହେଁ, କିନ୍ତୁ ଆମ୍ଭର ଆତ୍ମାଙ୍କ by my spirit says the Lord। ପରମେଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ପରମେଶ୍ୱର ସେ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ସେ ଯାଉଅଛନ୍ତି। ହାଲେଲୁୟା। ଯେ ପର୍ଯ୍ୟନ୍ତ ତାଙ୍କର ସମାଚାର କାର୍ଯ୍ୟ ସମଗ୍ର ପୃଥିବୀରେ ସମ୍ପୂର୍ଣ୍ଣ ନ ହୋଇଛି, ସେ ପର୍ଯ୍ୟନ୍ତ ଯୀଶୁଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ଘଟିବ ନାହିଁ। ତେଣୁ ଆମେ ଜାଗ୍ରତ ଯେ ଆମେ କି ପ୍ରକାର ଭାବରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହିତ ଆମେ ସେ ସହଯୋଗର କାର୍ଯ୍ୟ ଆମେ କରୁଛୁ। ହୁଏତ ଆମେ କଣ ତାଙ୍କ ପାଇଁ ଚର୍ଚ୍ଚକୁ ଆସିବା, ଆମେ ଘରେ ମଧ୍ୟ କି ପ୍ରକାର ପ୍ରାର୍ଥନା କରୁଛୁ, ଆମେ କି ପ୍ରକାର ଭାବରେ ଅନ୍ୟାନ୍ୟ ସବୁ କଣ ସହଭାଗିତା ମଧ୍ୟରେ ଯୋଗଦାନ କରୁଛୁ, ତାର ଗୁରୁତ୍ୱପୂର୍ଣ୍ଣ ବିଷୟ। କାରଣ ସେ କଣ ଥରେ ସେ ମରିଛନ୍ତି, ପାପୀ ମନୁଷ୍ୟ ପାଇଁ ଥରେ ସେ ଜୀବନ ଦେଇଛନ୍ତି। ଯେତେବେଳେ ଲୋକମାନେ ପାପରେ ବିନଷ୍ଟ, ଆପଣମାନେ ଜାଣନ୍ତି ଆଉ ଯାହାକି ଲେଖା ଅଛି ଆଜି ପୁସ୍ତକ 9ଙ୍କ ସମୟରେ କି ପ୍ରକାର ରୂପେ ଗୋଟେ ବହୁତ ବଡ ଫ୍ଲଡ୍ ଆସିଲା, 40 ଦିନ ପର୍ଯ୍ୟନ୍ତ ବନ୍ୟା ଥିଲା ଏବଂ କେହି ମଧ୍ୟ ସେଇ ବିଚାରରୁ କଣ ବଞ୍ଚିତ ନାହିଁ, ସମସ୍ତେ ବିନଷ୍ଟ ହେଲେ। ପ୍ରଭୁ ଚାହିଁଲେ ସ୍ତ୍ରୀକୁ ଆଉ କଦାପି ସେ ବନ୍ୟା ପଠେଇକି ଇକୋଲୋଜିକାଲ ଡିଜାଷ୍ଟର କରିକି ଧ୍ୱଂସ କରିବେ ନାହିଁ। କହିଲେ କଣ କରିବି? ସେମାନଙ୍କ ପାଇଁ ବହନ ତାଙ୍କର ପୁତ୍ରଙ୍କୁ ସେ ପଠେଇଲେ, ପୁତ୍ରଙ୍କ ମାଧ୍ୟମରେ ଆଉ ସେ ତାଙ୍କର ଜୀବନ ସେ ଦେଲେ ଏବଂ ସେ ଚାହିଁଲେ ଲୋକମାନେ ସେ ପାପରୁ ଆଉ ଉଦ୍ଧାର ପାଇବେ, କିନ୍ତୁ କଣ୍ଡିସନ ହଉଛି ତାଙ୍କର ପୁତ୍ରଙ୍କ ମାଧ୍ୟମରେ। ଏହା ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ଆମେ ଯୀଶୁଖ୍ରୀଷ୍ଟଙ୍କୁ ଆମମାନଙ୍କ ଜୀବନରେ ଜାଣି ରଖିବାର ଆବଶ୍ୟକ ରହିଛି। କେତେକ ପରିବାର ପିଲାମାନେ ବାପାମାଙ୍କ ଦ୍ୱାରା ଜାଣନ୍ତି, କେତେକ ପାଳକ ମାନଙ୍କ ଦ୍ୱାରା ଜାଣନ୍ତି, ପ୍ରମୁଖ ସେବକ ମାନଙ୍କ ଦ୍ୱାରା ଜାଣନ୍ତି। But we should have a personal encounter with the Lord Jesus। ଆଉ ସେଥିପାଇଁ ଆମେ ଗୋଟେ ନିଜର ଗୋଟେ ସ୍ୱତନ୍ତ୍ର ସେ କଣ ସମୟ ବାହାର କରିବାର ଆବଶ୍ୟକ ରହିଛି। କି ପ୍ରକାର ଭାବରେ ଦେଖିବା ଗୀତ ସଙ୍ଗୀତ ଏକ ପରେ ସେ କହୁଛନ୍ତି ଯୋଉ କଣ ବୃକ୍ଷ ଜଳ ସହିତ ନିକଟ ରଖିତ, ଯେ ସବୁ ସମୟରେ ଫଳ ଉତ୍ପନ୍ନ କରେ, ଏପରି ବୃକ୍ଷର ସଦୃଶ ସେ ସଦାପ୍ରଭୁଙ୍କର ବ୍ୟବସ୍ଥାକୁ ଆମୋଦ କରେ। ଆଜି ଆମେ କୋଉ ବ୍ୟବସ୍ଥାକୁ ଆମୋଦ କରୁଛୁ? ମୁଁ ଦେଖିଛି ପିଲାମାନଙ୍କୁ ଟିଭିରେ ସେମାନଙ୍କୁ ବସିବା ପାଇଁ ମୋବାଇଲ ସେମାନଙ୍କୁ ଦିଆଯାଉଛି, ସେମାନେ ମୋବାଇଲରେ ସବୁ ଭିନ୍ନ ଭିନ୍ନ ବିଷୟକୁ ସେମାନେ ଶିଖୁଛନ୍ତି। ଆଜି ପିଲାମାନଙ୍କୁ ଅନେକ ପ୍ରକାର ସବୁ ଟେକ୍ନୋଲୋଜି ବିଷୟ ଶିଖାଉଛି। ବାପା ମାନେ ଚାହୁଁଛନ୍ତି ସେମାନଙ୍କୁ ଭିନ୍ନ ଭିନ୍ନ ଲାଇନରେ ସେମାନଙ୍କୁ ଗାଇଡ କରିବା ପାଇଁ, କିନ୍ତୁ ପ୍ରଭୁଙ୍କ ସେବା କାର୍ଯ୍ୟ ପାଇଁ ଆମେ ପିଲାମାନଙ୍କୁ ମାନେ ଗାଇଡ କରିବାର ଆବଶ୍ୟକ ରହିଛି। ଆଜି ଆମମାନଙ୍କ ଜୀବନରେ ଆମେ ପ୍ରଭୁଙ୍କର ସେବା କାର୍ଯ୍ୟକୁ ଗୋଟେ ପ୍ରଥମ ସ୍ଥାନ ଦେବାର ଆବଶ୍ୟକ ରହିଛି। ଦେଖାଗଲା ପ୍ରଥମେ ମୋର ରାଜ୍ୟ ଏବଂ ଧାର୍ମିକତାକୁ ଅନ୍ୱେଷଣ କର, ତମର ଏଇ ସମସ୍ତ ବିଷୟବସ୍ତୁ ତୁମମାନଙ୍କୁ ଦିଆଯିବ। ତାପରେ ଯୀଶୁଖ୍ରୀଷ୍ଟ ଶିଶୁମାନଙ୍କୁ କଣ କହିଲେ? ମୋର ଅନୁଗମନ କର, ମୁଁ ତୁମମାନଙ୍କୁ କଣ ମନୁଷ୍ୟ ମାନଙ୍କୁ ଧରିବା ଶିଖାଇବି। I will help you to catch the people। ଯଦି ଆଜି ଆମମାନଙ୍କୁ ବାକ୍ୟ ପ୍ରଚାର କରିବା ପାଇଁ ଆଲାଉ କରାଯିବ, ଆମମାନଙ୍କର ବାକ୍ୟ ପ୍ରଚାର ଦ୍ୱାରା କେତେ ଲୋକମାନେ ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବେ? How many people are receiving Lord Jesus through our message? ତା ଗୁରୁତ୍ୱପୂର୍ଣ୍ଣ ବିଷୟ। ଲକ୍ଷ ଲକ୍ଷ କୋଟି କୋଟି ଲୋକମାନଙ୍କ ଜୀବନକୁ ପରିବର୍ତ୍ତନ କରିବା ପାଇଁ ଈଶ୍ୱରଙ୍କର ବାକ୍ୟର ଆବଶ୍ୟକ ରହିଅଛି। Hallelujah। ସେଥିପାଇଁ କୁହାଯାଏ God's word brings transformation in the life of the people। କୌଣସି ମନୁଷ୍ୟର ସ୍ୱଭାବକୁ ଚରିତ୍ରକୁ କୌଣସି ବିଷୟ ପରିବର୍ତ୍ତନ କରିପାରିବ ନାହିଁ, କିନ୍ତୁ ଈଶ୍ୱରଙ୍କର ବାକ୍ୟ ତାର ଜୀବନକୁ
परिवर्तन करिपारे हालेलुया सेति जेते प्रकार लोक मान अछंती अमानक चतुर्पार्श्वरे जे कोनसी समाज लोक माने होतला काहेकि सेमानक जीवन रे ईश्वरंकर वाक्य कार्य करूछि हालेलुया जेते बळे थारे पुणाली प्रभु श्री कृष्ण तांको दृष्टांत रे शिक्षा देले से बिहन भुरुतला किछि बिहन पथर रे पडिला किछि बिहन घंटा पथुरिया भिତରେ पडिला किछि बिहन घंटा भिତରେ पडिला किंतु जो बिहन फल भिତରେ पडिला ता 100 कोटी फल पड़े हालेलुया आज हमनकर ए वाक्य को होत ए चतुर्पार्श्व अनेक लोक माने सुनुछथि किंतु सेमानकर हृदय रे यदि से उर्वर होई अछि से माने ईश्वरकर वाक्य को ग्रहण करिवे विशेष भाव प्रभु को नाम को धन्यवाद हो प्रभु आमान को नूतन वर्षर प्रथम तारीख दिन निकट से आनी हालेलुया गत काली गोटे मन चर्च वाचमैन सर्विस रे से माने इनवाइट करथिले आमे प्रार्थना करूछु लोक माने भिन्न भिन्न साक्ष्य से माने देले से प्रभु की प्रकार भावरे से जीवन रे विगत गोटे वर्ष कार्य कले एवं नूतन वर्ष रे पदार्पण करबा पई सुযোগ करे आज आमान के जीवन रे किछि साक्ष्य अछि कि दुई आमे टेस्टिमनी के प्रभु विगत 2025 मसिया रे एई समस्त विषय मागिथिली प्रभु मते देइछ हालेलुया होइता शिक्षा क्षेत्र रे होइता चाकरी क्षेत्र रे होइता आमानकर अन्य कोनोसी विषय रे आमे कहबे जे प्रभु मते सहायता करिछि लॉर्ड Jesus help me to get pass मते से पास अपने सहायता करिछन साक्ष्य आज आमान के जीवन रे प्रभु से साक्ष्य को देखबा पई छै हालेलुया तापर मैं देखुछु जे से माध्यमिक तो मंगल सुसमाचार देखुछु से की प्रकार रूपे से कुमारी से कोन कले मरियम प्रभुंकर वाक्य को तांको जीवन रे कार्य हेबा पई आज आमान के जीवन रे परमेश्वरंकर वाक्य को कार्यकारी हेबा पई आमाने सुযোগ नउछथि आमाने कहूछु नाही मो पके टाइम नाही मो वर्तमान कोन अन्य विषय पढुछि पछे टाइम पहिले प्रभु को वाक्य पढि न किंतु आमाने प्रथमे प्रभुंकर वाक्य को गुरुत्व स्थान देबार आवश्यक करूछि हालेलुया हमारे जितने समय पाउछु प्रभुंकर वाक्य को हमन अध्ययन करिबार आवश्यक करैछि से मते कोन से वाक्य द्वारा कोन कहउछंती माने कोन ग्रहण करिबार आवश्यक लेखा अछि सेदिन कुमारी मरियम से प्रभुंकर वाक्य को से कोन कले ग्रहण कले देखबा से वाक्य लिखित मंगल सुसमाचार तार से प्रथम पद लेखा अछि किंतु से मनस्थ कला पर देख प्रभु घर जन दूत स्वप्न तांको दर्शन दे कहले हे दाऊदक संतान जोसेफ तुपर बाज्य मरियम ग्रहण करबा भय करनै कारण तांकर गर्भ पवित्र आत्मांक कतृक होय अछि होली स्पिरिट द चाइल्ड ऑफ होली स्पिरिट इज आज हमने केते प्रकार नाम को माने हमन को चतुर्पार्श्व माने सुनुछु अनेक प्रकार नाम अनेक प्रकार शब्दर ध्वनि किंतु यीशु ख्रीष्टकर नाम होची से पवित्र आत्मांको द्वारा हालेलुया गाब्रिएल दूत तांको नाम यीशु देले कारण से यीशु नामर अर्थ होची उद्धारकर्ता आज आमान के जीवन रे उद्धारकर्तांकर आवश्यक रहैछि for 365 days we need the savior it is the first दिन पई उद्धारकारींकर आवश्यक रहैछि हमने बस में जाओ हमने फ्लाइट में जाओ ट्रेन में जाओ मार्केट में जाओ चर्च में जाओ हमने क्लास तो कोन कथावार्ता करना काहेकि किंतु हमने ए उद्धारकारी को देखि कार्य करिबार आवश्यक अछि प्रेज द लॉर्ड हम देखुछु तांको द्वारा समस्त विश्व करैछि सृष्ट होइछि यदि हमने देखिबा से गीत संहिता 91 पद लेखा अछि से आमानकर कोन अटंती दुर्ग अटंती ए कोन नूतन वर्ष रे प्रभु आमानकर दुर्ग हेबा को चाहंती ही वांट्स टू बी ए टावर हमने जो स्थान थाउ तांकर सुरक्षा रे हमन रहिबार आवश्यक रहैछि प्रेज द लॉर्ड हम देखिछु जे शैतान आमान के जीवन को से जानि अछि शैतान आमानकर ए समस्त विषय को से जानि छै
এবং কেତେବେଳେ যে ସେ କୋଉ ପ୍ରକାର ପରୀକ୍ଷାରେ ସେମାନଙ୍କୁ ପରୀକ୍ଷିତ କରିବ ତା ମାନେ ଜାଣି ନାହୁଁ। ଦେଖାଯାଇଛି ଯେଉଁ ଜନ ସର୍ବପରିସ୍ଥଙ୍କ ଆବୃତ ସ୍ଥାନରେ ବାସ କରେ ସେ ସର୍ବଶକ୍ତିମାନଙ୍କ ଛାୟା ତଳେ ବସତି କରିବ। ଆଜି ଆମେ ଏହି ସୁରକ୍ଷା ପାଇଁ ସଦାପ୍ରଭୁଙ୍କ ନିକଟକୁ ଯିବାର ଆବଶ୍ୟକ ରହିଛି। We should reach God's temple. We should reach God. Help. যে প্রভু তুমি মতে সাহায্য কর, ମୁଁ এই প্রকার বিপদରେ ଅଛି, মতে তুমি উদ্ধার কর, ତେବେ ସେମାନଙ୍କୁ ଉଦ୍ଧାର କରିବେ। ଆମେ ନିଜ ବଳରେ ନିଜ ସାମର୍ଥ୍ୟରେ ଆମେ ନିଜକୁ ସୁରକ୍ଷିତ କରିପାରିବା ନାହିଁ। ହାଲେଲୁୟା। ଅତି ଭୟଙ୍କର ଦିନ ନେଇକି ଆମମାନଙ୍କର ପିଲାମାନଙ୍କୁ ଯାତ୍ରା କରିବାକୁ ପଡୁଛି। ଆମମାନଙ୍କର ସମସ୍ତ ଯାହା ଘଟଣା ଗୁଡ଼ିକ ଘଟିଅଛି, କିନ୍ତୁ ଆମମାନଙ୍କର ଯୋଉ କମିଂ ଜେନେରେସନ ସେମାନଙ୍କ ପାଇଁ ଅତି ଭୟଙ୍କର ଦିନ ଗୁଡ଼ିକ ଆସୁଅଛି। A fiery test has been endured for the young generation. ତ ସେମାନଙ୍କ ଜୀବନରେ ସେମାନଙ୍କୁ ସେ ପରୀକ୍ଷାରୁ ଉତ୍ତୀର୍ଣ୍ଣ ହେବା ପାଇଁ ସେମାନଙ୍କର ସେ ରକ୍ଷାକର୍ତ୍ତାଙ୍କର ଆବଶ୍ୟକ ରହିଅଛି। ହାଲେଲୁୟା। ଏ ନୂଆ ଇୟରରେ ଆମେ ନିଷ୍ପତ୍ତି ନେବା କି ଯେ ମୁଁ ସେ ସୁରକ୍ଷା ପାଇଁ ସଦାପ୍ରଭୁଙ୍କର ନିକଟକୁ ଯିବି, ତାଙ୍କୁ ମୁଁ ହସ୍ତ ବିସ୍ତାର କରିବି ଏବଂ ସେ ମୋର ହାତକୁ ଧରି କଣ କରିବେ, ଏ ମନ୍ଦ ଜଗତ ଉପରେ ଗୋଟେ ବିଜୟ ଜୀବନ କାଟିବା ପାଇଁ ସାହାଯ୍ୟ କରିବେ। ହାଲେଲୁୟା। ତେଣୁକରି ମୁଁ କହିଲି ବଳଦର ନେଇ ଆତ୍ମା ଶକ୍ତିଧର ନେଇ ପରାକ୍ରମଧର ନେଇ, କିନ୍ତୁ ପରମେଶ୍ୱରଙ୍କର ଆତ୍ମାଙ୍କ ଦ୍ୱାରା by his spirit we win this world। କାରଣ ଏ ଜଗତକୁ ଜୟ କରିବା କଠିନ ବିଷୟ କାର୍ଯ୍ୟ ଅଟେ। ଲେଖା ଅଛି 3 ପଦରେ, ସେ ତୁମକୁ ବ୍ୟାଧର ଫାନ୍ଦରୁ ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ। He will keep you from hunters' hand। ଆମମାନଙ୍କର ଜୀବନରେ ଏ ବ୍ୟାଧର ଫାନ୍ଦ କିଏ ତାହା ମାନେ ଜାଣିନାହୁଁ। ଯୀଶୁଖ୍ରୀଷ୍ଟଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଶିଷ୍ୟ ଯୀଶୁଖ୍ରୀଷ୍ଟଙ୍କୁ ଯେ 30 ରୌପ୍ୟ ମୁଦ୍ରା ପାଇଁ ଅସ୍ୱୀକାର କରିବ ତାହା ଯୀଶୁ ଜାଣିଥିଲେ, କିନ୍ତୁ ସେ ତାକୁ ସୂଚନା କଲେ ଏବଂ ସେ ଚାହିଁଲେ ଯେ ପ୍ରକାର କି ଈଶ୍ୱରଙ୍କର ବାକ୍ୟ ତାଙ୍କ ଜୀବନରେ ଶତକଡ଼ା 100 ଭାଗ ଯେ ପ୍ରକାର ସଫଳ ହେବାକୁ ପାରିବ। ଆଜି ଆମମାନଙ୍କ ଜୀବନରେ ଆମେ ଈଶ୍ୱରଙ୍କର ବାକ୍ୟକୁ ଆମ ଜୀବନରେ କାର୍ଯ୍ୟକାରୀ ହେବା ପାଇଁ କେତେ ପରସେଣ୍ଟ ଆମେ ସୁଯୋଗ ଦଉଛୁ। ଲେଖା ଅଛି, ତୁମେ ରାତ୍ରିର ତ୍ରାସ କିମ୍ବା ଦିବସର ଉଡ଼ନ୍ତା ତୀର, ଅନ୍ଧକାରଗାମୀ ମହାମାରୀ କିମ୍ବା ମଧ୍ୟାହ୍ନରେ ବିନାଶକ ସଂହାର ବିଷୟରେ ଭୀତ ହେବ ନାହିଁ। You should not fear। ପ୍ରଭୁ କହନ୍ତି ମାନେ ଭୟ କର ନାହିଁ, এই ସମସ୍ତ ବିଷୟ ତୁମ ଜୀବନରେ ଆସିବ, କିନ୍ତୁ ତୁମେ ଭୟ କର ନାହିଁ। ହାଲେଲୁୟା। ଆଜି ମାନଙ୍କ ଜୀବନକୁ ଆମେ ଭାବୁଥିବୁ ଯେ ଅନେକ ଲକ୍ଷ୍ୟ କରୁଛନ୍ତି, କି ପ୍ରକାର ପୁଅ, କି ପ୍ରକାର ଝିଅ, କି ପ୍ରକାର ସେବକ ସେବିକା ସେ ପ୍ରଭୁଙ୍କର କାର୍ଯ୍ୟ ସେ କରୁଛି। ଆମେ ଦେଖୁଛୁ ଯଦି ପ୍ରଭୁ ଆମମାନଙ୍କୁ ସାହାଯ୍ୟ ନ କରିବେ ତେବେ ଆମେ କଦାପି এই ଯୁଦ୍ଧରେ ବିଜୟ ହେଇପାରିବା ନାହିଁ। ମୁଁ ଡିସେମ୍ବର ମାସ 25ରେ ସେ କଥା କହିଥିଲି। ଏଫେସୀ 6 ଲେଖା ଅଛି କଣ, ଆମେ ଗୋଟେ ଅନ୍ଧକାର ଶକ୍ତି ସହିତ ଆମେ ଯୁଦ୍ଧ କରୁଛୁ, ଆଉ ସେ ଅନ୍ଧକାର ଶକ୍ତିକୁ ପ୍ରତିହତ କରିବା ପାଇଁ ଈଶ୍ୱର ଦତ୍ତ ଶଯ୍ୟା ଆମମାନଙ୍କୁ ପରିଧାନ କରିବାକୁ ପଡ଼ିବ। ହାଲେଲୁୟା। ଆଉ ସମସ୍ତଙ୍କର ପରୀକ୍ଷା ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ଧରଣର ଅଟେ। ହାଲେଲୁୟା। କାହାକୁ ପ୍ରକାର ପରୀକ୍ଷା ନିଶ୍ଚିତ ରୂପେ ଆସିବ, ଆଉ ସେଇ ପରୀକ୍ଷାରେ ଆମମାନଙ୍କୁ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ତାପରେ ଲେଖା ଅଛି, ତୁମେ କେବଳ ସୌଚକ୍ଷୁରେ ନିରୀକ୍ଷଣ କରିବ ଓ ଦୁଷ୍ଟ ମାନଙ୍କର ପ୍ରତିଫଳ ଦେଖିବ। You see the reward of the wicked people। ଯେଉଁମାନେ ସଦାପ୍ରଭୁଙ୍କର ସନ୍ତାନ ମାନଙ୍କର ଶତ୍ରୁ ଅଟନ୍ତି ସେମାନଙ୍କର ଯେ ବିନାଶ ଘଟିବ ତା ବାକ୍ୟ ପ୍ରଚାର କରେ। ତେଣୁ ଆଜି ଏ ମଧ୍ୟାହ୍ନ ସମୟରେ ଆମେ ନିଷ୍ପତ୍ତି ନେବା ଯେ ମୁଁ ପ୍ରଭୁଙ୍କୁ ଧରିକି ମୁଁ କଣ କରିବି, କାର୍ଯ୍ୟ କରିବି। ଗୀତ ସଂହିତା 107:21-31 ସେ ବିଷୟ ଲେଖା ଅଛି। 2 କରନ୍ତି 5 ପର୍ବ 17 ପଦରେ ମଧ୍ୟ ସେ ବିଷୟ ଲେଖା ଅଛି। ଏଫେସୀ 5 ପର୍ବ 10 ପର୍ବ 10 ପଦ 18 ପଦ ବିଷୟରେ ସେ ବିଷୟ ଲେଖା ଅଛି। You need God's protection in our life। ଆମମାନଙ୍କ ଜୀବନରେ ପରମେଶ୍ୱରଙ୍କର ସୁରକ୍ଷା ଆବଶ୍ୟକ ରହିଛି। ଯଦି ପରମେଶ୍ୱରଙ୍କର ସୁରକ୍ଷା ଆମମାନଙ୍କ ଜୀବନରେ ଅଛି ତେବେ ଆମେ ଲେଖା ଅଛି
ଆମ୍ଭେ ସେ ଆମ୍ଭ ଉପରେ ଆପଣ ସ୍ନେହ ରଖିଅଛି ଏଇତ ଆମ୍ଭେ ତାହାକୁ ଉଦ୍ଧାର କରିବା ସେ ଆମ୍ଭ ନାମ ଜାଣିଅଛି ଏଇତ ଆମ୍ଭେ ତାହାକୁ ଉଚ୍ଚରେ ରଖିବା ସେ ଆମ୍ଭ ନିକଟରେ ପ୍ରାର୍ଥନା କଲେ ଆମ୍ଭେ ତାହାକୁ ଉତ୍ତର ଦେବା ଦୁଃଖ ବେଳେ ଆମ୍ଭେ ତାହାର ସହବର୍ତ୍ତୀ ହେବା ଆମ୍ଭେ ତାହାକୁ ରକ୍ଷା କରିବା ତାହାକୁ ସମ୍ଭ୍ରମ କରିବା ଆମ୍ଭେ ଦୀର୍ଘାୟୁ ଦେଇ ତାହାକୁ ତୃପ୍ତ କରିବା ଓ ଆମ୍ଭର ପରିତ୍ରାଣ ଦେଖାଇବା I will give him long life ପ୍ରିୟ ଭାଇ ଓ ପ୍ରିୟ ଭଉଣୀମାନେ ଆଜି এই ପ୍ରତିଜ୍ଞାଯୁକ୍ତ ବାକ୍ୟ ପ୍ରଭୁ ଆଜି ନବବର୍ଷର ପ୍ରଥମ ତାରିଖ ଦିନ ଆମମାନଙ୍କ ସମ୍ମୁଖରେ ରଖିଅଛନ୍ତି ଯଦି ଆମେ ସମ୍ପୂର୍ଣ୍ଣ ହୃଦୟ ସହକାରେ ପରମେଶ୍ୱରଙ୍କର এই ବାକ୍ୟକୁ ଆମମାନଙ୍କ ଜୀବନରେ କାର୍ଯ୍ୟକାରୀ ହେବା ପାଇଁ ସୁଯୋଗ ଦେବା ମୋର ବିଶ୍ୱାସ এই 365 ପ୍ରଭୁ ଆମମାନଙ୍କୁ ପାପ ଉପରେ এই ଜଗତର ବନ୍ଧୁତା ଉପରେ ପ୍ରଲୋଭନ ଉପରେ ଗୋଟେ ବିଜୟ ଜୀବନ କାଟିବା ପାଇଁ ସାହାଯ୍ୟ କରିବେ ପ୍ରଭୁ ପ୍ରତ୍ୟେକଙ୍କୁ এই ବାକ୍ୟ ଦ୍ୱାରା ଆଶୀର୍ବାଦ ପ୍ରଦାନ କରନ୍ତୁ ଆମେନ୍।